जय जगन्नाथ। आज छुआ आलोचना करवा ठाकुर बा महाप्रभु केबे भर्त्य मंडल परिप्रकाश ना मालिका शास्त्र भयंकर गरिष्ठ मालिका शास्त्र जो पंचसखा मान आसवे प्रथम मालिका मान तो व्यास पाखे व्यास भी मालिका लिखी उत्कल जो पंचसखा आसिले से उत्कलवासी किसी चेतना दे को माध्यम मालिका माध्यम मालिका बोलते मालिका शब्द अर्थ हूँ बाणी भविष्यत मालिका बा भविष्यत बाणी कहीं आगु यही विपद मान अच्छी तेज उत्कलीय बाने प्रभुंर शरणापन्न हुआ सत्कर्म कर ये संसार तुम तरीजीव तुम किसी क्षति हम ना यही भाव आम गोटे चेतना देवाई से कौन कले मालिका शास्त्र लिपिबद्ध पंचसखा बाद ओडिशा भूखंड रे अनेक अनेक सिद्ध साधु मान आविर्भूत है से जगत कौन कले सत शिक्षा बुझी कि वर्तमान समय मन रखी मालिका शास्त्र को गोटे साधारण भाव धरने जहाँफल अनेक भक्त मानकर अविश्वास भाव जागृत महापुरुष मान आसिले शेष समय आम जानवा भितर ठाकुर अभिराम परमहंस आसते जगत गुरु ठाकुर अभिनव सुंदर अच्युतानंद दास किसी प्रमाण देइछन्ति अनेक साधु प्रमाण लिपिबद्ध कर ठाकुर जो आसिले ये कौन कले समस्त वाणी की एकत्रित कर सारांश समस्त बुझीपारे नहीं चैतन्य जो आसते 16 नाम 32 अक्षर देखिए यहाँ गरिष्ठ से 3 नाम जमी आणिक 16 कर महामंत्र सृष्टि कले ठाकुर अभिराम सुंदर जो आसिले से सबू शास्त्र को एकत्रित कर मुख्य सारांश गुड़ा कौन कले लिपिबद्ध बुझ सी जगत को अनेक शिक्षा दी पिंड ब्रह्मांड तत्व एमती कहते माने जहा की कलना नहीं से महाठाकुर जगत गुरु अभिनव सुंदर बाणी आज आलोचना करवा कली भागवत लिपिबद्ध कर कौन सब घटी चली कौन ठाकुर अभिनव सुंदर आमको कहते मो भक्त माने हेले मिली अंतर होइजिव कौन ठाकुर अभिराम परमहंस जो आसिले पंचसखा थी आ गए मन रखी था पंचसखा जो आसी अच्युत अनंत बलवंत दशवंत जगन्नाथ आंकर द्वादश गोपाल थी ठाकुर स्वतंत्र अच्छा द्वादश गोपाल पंचसखा मानकर द्वादश गोपाल थी किंतु अच्युत स्वतंत्र पंचसखा बुझिपार ना ठाकुर जमी पंचसखा अच्युत से पंचसखा द्वादश गोपाल संगे संगे पंचसखा थी कहते ठाकुर अभिराम परमहंस जो आसिले पंचसखा है ठाकुर अभिनव सुंदर जो पंचसखा थे आत्मीय पंचसखा थे किए से
ବୈକୁଣ୍ଠ ବାବା ବୁଝି ନା। ବୈକୁଣ୍ଠ ବାବାଙ୍କୁ ସେ ଠାକୁର ଯେତେବେଳେ ଅଭିନ୍ନ ସୁନ୍ଦର ଦେହ ଛାଡ଼ିଲେ 1963 ବୈକୁଣ୍ଠ ବାବୁ କହିଲେ ବୈକୁଣ୍ଠ ମୁଁ ଟିକେ ଯିବି ପୁରୀ। ଟିକେ କହିଦଉଛି ସେ ଆଉ ଜାଣିପାରିଲେନି ପୁରୀ କୋଉଠି। ପୁରୀ ବୋଲେ ତ ନୀଳାଞ୍ଚଳ ପୁରୀ, ପୁଣି ପୁରୀ ବୋଲେ ତ ବୈକୁଣ୍ଠପୁର ପୁରୀ ନା ନାହିଁ। ଏବଂ ଠାକୁର ଅଭିନ୍ନ ସୁନ୍ଦର ବୈକୁଣ୍ଠ ବାବୁ କହିଥିଲେ ହେ ବୈକୁଣ୍ଠ ମନେ ରଖିଥା, ତୁ ଥିବୁ ମୁଁ ଯିବି, ମୁଁ ଆଇଲେ ତୁ ଯଥା ହେ ବୈକୁଣ୍ଠ ମୁଁ ବୈକୁଣ୍ଠ ଯିବି, ମୁଁ ବୈକୁଣ୍ଠରୁ ଆସିଲେ ତୁ ଯିବୁ ବୈକୁଣ୍ଠ। କି ସୁନ୍ଦର କଥା। କେମିତି ଆମ ଠାକୁରଙ୍କର ଅଂଶ ନେଇକି ସେ ଆବିର୍ଭୂତ ହୋଇଥିଲେ। ତାଙ୍କରି ବାଣୀ ଆଜି ଗୋଟେ ଆଲୋଚନା କରିବା। କଳି ଭାଗବତ ଶାସ୍ତ୍ର ସେ ଲେଖିଛନ୍ତି ମୋ ଭକ୍ତ ମାନେ ହେଲେ ମିଳି ଅନ୍ତର ହୋଇଯିବ। ହେ ବୈକୁଣ୍ଠ ଯେତେବେଳେ ମୋ ଭକ୍ତ ମାନେ ମୋ ନିତ୍ୟ ଭକ୍ତ ମାନେ ଏକତ୍ରିତ ହେଇଯିବେ ସେତେବେଳେ କଳି କୋଉଠି ରହିବ। ସମସ୍ତଙ୍କ ଭକ୍ତଙ୍କ ଦେହରେ ଆଗରୁ ଆଲୋଚନା କରୁছে ଆର ଏପିସୋଡରେ। ଭକ୍ତ କିଏ? ସେ ଭକ୍ତଙ୍କର ଆତ୍ମଜ୍ଞାନ ଜାଗ୍ରତ ହେଇଥିବ। ତେଣୁ ଭକ୍ତମାନଙ୍କ ଯେତେବେଳେ ଆତ୍ମଜ୍ଞାନ ଜାଗ୍ରତ ହେଇଯିବ କଳି ସେଠି ଆଉ କୋଉଠି ରହିବ? ତା ମନକୁ ଛାଡି ପଳେଇଯିବ। ବେଳ ତ ହେଲାଣି ନିକଟ ବେଦ ଡାହାଣୀ ଯୁଗ୍ମରତ। ବୈକୁଣ୍ଠ ବେଳ ଖୁବ୍ ନିକଟ ହେଇଗଲାଣି, ବେଶୀ ଦିନ ନାହିଁ। ବେଦ ଡାହାଣୀ ଯୁଗ୍ମରତ। ବେଦ ବୋଲନ୍ତି 4, ଡାହାଣେ 2, ଯୁଗ୍ମ ବୋଲନ୍ତି 2, 2 ଲେଖିତେ ଗଲେ 42। କହିଲେ 42ଟାକୁ ଠିକ କରିଛି। ତାହେଲେ ଭକ୍ତ କେବେ ମେଳି ହେବେ? ନା ନେତ୍ର ଗ୍ରହରେ ମେଳି ହେବେ 4 ଶୂନ୍ୟରେ ସହାରି। ନେତ୍ର ବୋଲନ୍ତି ମନେ ରଖିଥା ତ୍ରିନେତ୍ର। ଆମର 2ଟା ନେତ୍ର, କିନ୍ତୁ ପ୍ରଭୁଙ୍କ ଜ୍ଞାନ ଆମର ଗୋଟେ ଜ୍ଞାନ ନେତ୍ର ଅଛି ନା ନାଇଁ। ନେତ୍ର ଗ୍ରହରେ ମେଳି ହେବେ। ନେତ୍ର ବୋଲନ୍ତି 3, ଗ୍ରହ ବୋଲନ୍ତି 9, ସେଟା ହେଲା 39। ବୋଲେ 39 ଅଙ୍କରେ କଣ ରକ୍ତ ମେଳି ହେବେ 4 ଶୂନ୍ୟରେ ସହାରି। 40 ଅଙ୍କ ହବ, 4 ଶୂନ୍ୟ ବୋଲେ 40 ହେବେ, ସେତେବେଳକୁ ସଂହାର ହେବେ। ଶ୍ରୀନାରାୟଣ ଅବତାର ସରିବ ପୃଥ୍ୱୀ ଭାରାଭର। 40 ଅଙ୍କ ବେଳକୁ ପୃଥ୍ୱୀର କଣ ହେବ? ଭାରା ମାନେ ପାପ ଭାର କଣ ହେଇଯିବ? ଭାରା ମାନେ ସରିବ ପୃଥ୍ୱୀ ପାପ ଭାରା। ଭାରା ଭାର ମାନେ ପାପର କ୍ଷୟ ଘଟିବ। କେବେ? ନା 40। 4-2ରେ ହେବ କଣ? ନିକଟ ହୋଇଲାଣି ବେଳ। 40ରେ ସଂହାର ହବ, 42ରେ କଣ ହବ? ନିକଟ ଭକ୍ତ ମେଳି ହେଇଯିବେ। 4-3ରେ ସର୍ବାନନ୍ଦ ସରିବ ଦୈତ୍ୟଙ୍କର। 4-3 ବେଳେ 43। କହିଲେ 43 ଅଙ୍କରେ କଣ ହେଇଯିବ? ଦୁଷ୍ଟଙ୍କର ଆଉ ଦ୍ୱନ୍ଦ୍ୱ ନଥିବ। ଦୈତ୍ୟ ବୋଲନ୍ତି ଦାନବ ବା ଦୁଷ୍ଟ, ଏମାନେ ଜବତ ହେଇ ଯାଇଥିବେ। ଭୃଭଙ୍ଗୀ ସୂତ୍ରେ ଯହିଁ ଥିବ ସେ ନିଶ୍ଚୟ ହ୍ରାସ। ଭୃଭଙ୍ଗୀ ସୂତ୍ର ବୁଝି ହଉଛି। ଭୃଭଙ୍ଗୀ ସୂତ୍ର ଏଠି ହଉଛି କଣ? ଲୟାଙ୍ଗ ସୂତ୍ରରେ ବା ଏକାଗ୍ର ଭାବରେ ଯେଉଁମାନେ ଥିବେ ସେଇମାନେ କଣ ହେବେ? ହ୍ରାସ ଦେଖିବେ ବା ପ୍ରଭୁଙ୍କ ଲୀଳା ଖେଳା ସେ ସମୟରେ ଦେଖିପାରିବେ। କେତେ ଅଙ୍କକୁ? ନା 43 ଅଙ୍କ। ଖାଲି ଗୋବିନ୍ଦ 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 ପଦୁ ଗଳୁଛି ମକରମ, ସେ ମୋ ବାଡକୁ ଇଆଡେ ଘୁଞ୍ଚେଇକି ମାରିଗଲା। ଅନେକ ବ୍ୟକ୍ତି ଦେଖିବ ଜ୍ଞାନ ବଖାଣୁଥିବେ, କିନ୍ତୁ ଛୁଞ୍ଚି ଅଗ୍ରେ ନ ଦେବି ମେଦିନୀ। ବିଶାଳ କାୟ ଲୋଭାସକ୍ତ ହେଇଥିବେ, ତାର ମହତ୍ଵ କିଛି ନଥିବ। ଠାକୁର କହୁଛନ୍ତି ଅଭିନ୍ନ ସୁନ୍ଦର କେଉଁମାନେ ପ୍ରଭୁଙ୍କୁ ପାଇବେ? ନା ଭୃଭଙ୍ଗୀ ସୂତ୍ରରେ ଜଣିଥିବେ। ଯେଉଁମାନେ ଭୃଭଙ୍ଗୀ ସୂତ୍ରରେ ରହନ୍ତି ନିଶ୍ଚୟ ହ୍ରାସ। ସେଇମାନେ ହେ ବୈକୁଣ୍ଠ ନିଶ୍ଚୟ ହ୍ରାସ ଦେଖିବେ। କୋଉ ହ୍ରାସ? ନା ପ୍ରଭୁ ଯେତେବେଳେ ଅବତାର ହେଇକି ଆସିବେ, ସେ ଅଂଶ କଳା ହଉ କି ପୂର୍ଣ୍ଣ କଳା ହଉ କି ଯୋଉ କଳା ଆସିବେ, ସେଇମାନଙ୍କ ସହିତ କଣ ସେ ପ୍ରଭୁଙ୍କୁ ଚିହ୍ନି ପାରିବେ।
ମହତ୍ଵ କି ଏ ଲୋକ ଦେଖଣିଆ ହରି ହରି ହେଲେ ତାର କିଛି ମହତ୍ଵ ନାହିଁ। ଠାକୁର ଅଭିନୟ ସୁନ୍ଦର ଟୋଟାଲ କାଟିଲେ ଭୟାଙ୍ଗ ଭାବରେ ଏକାଗ୍ର ଭାବରେ ଯେଉଁମାନେ ଥିବେ ସିଏ ହିଁ ଭକ୍ତ ନିଷ୍କାମବାଦୀ ହେଇଥିବେ, ସେଇମାନେ ହିଁ ପ୍ରଭୁଙ୍କୁ କଣ କରିବେ ଦର୍ଶନ। ତାହେଲେ ଏଇ ଯୋଉ ଆଲୋଚନା କଲେ 40, 39, 40, 42, 43 ଅଙ୍କର ମହତ୍ଵ କେଉଁ ବର୍ଷ ଏ ଅଙ୍କ ସବୁ ଭୋଗ କରିବେ ଏ କଥା ସମୟ ତ ଟାଇମ ହେଇଗଲାଣି, ପୂର୍ବ ଏପିସୋଡରେ ଆଲୋଚନା କରିବା। ସତ୍ୟନାରାୟଣଙ୍କ ସ୍ୱାମୀଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ଜଗତର ନାଥ ଜଗନ୍ନାଥଙ୍କ ସଦିଚ୍ଛା ପୂର୍ଣ୍ଣ ହଉ, ଭକ୍ତ ମତ୍ସଳ ପ୍ରଭୁ ଗୁରୁଦେବ ଅନ୍ତର୍ଯାମ ଅନନ୍ତ ଗୋପାଳ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲାନନ୍ଦେ ଗୋଆ।